ମୋ ନାଁ ହେଉଛି ଅମିତ। ଆଜି ମୁଁ ଏକ ସତ ଘଟଣା କହିବାକୁ ଯାଉଛି, ଯାହାକି ମୋର ସ୍କୁଲ ସମୟର। ଆଜିକୁ ପ୍ରାୟ 11 ବର୍ଷ ତଳର କଥା। ଆମ ଘର ପାଖରେ ମୋ ଦାଦାଙ୍କର ଘର, ଆଉ ତାଙ୍କର 4 ଝିଅ। ତା ଭିତରୁ ସାନ ଝିଅ ସନି ଦେଖିବାକୁ ବହୁତ ସୁନ୍ଦର, ଆଉ ତାକୁ ଦେଖିଲେ ମୋତେ କେହିବାକୁ ଇଚ୍ଛା ହୁଏ। କିନ୍ତୁ କ'ଣ କରିବି, ତାକୁ କରିବାକୁ ବି ଡର ଲାଗେ। କାଳେ ଘରେ କେହି ଜାଣିଦେବେ। ଏକଥା ଯଦି ବାପା ଜାଣିବେ, ମୋତେ ପୁରା ମାରି ପକାଇବେ, କାରଣ ମୁଁ ଭଲ ପାଠ ପଢ଼େ। କିନ୍ତୁ ତାକୁ ଦେଖିଲେ ମୁଁ ରହିପାରେନି। ତାର କଷି କଷି ଫୁଲୁକା ଫୁଲୁକା ଦୁଧ ଆଉ ପିଆ କଥା ଭାବିକି ମୁଁ ବହୁତ ହଲେଇ ପକାଏ। ପ୍ରାୟ ସମୟରେ ସେ ଆମ ଘରକୁ ଆସେ। ମୋଠୁ ସେ 1 ବର୍ଷ ସାନ ହେବ। ଆମେ ସାଙ୍ଗରେ ଖେଳୁ ଆଉ ବହୁତ ମଜା କରୁ। ବେଳେବେଳେ ମୁଁ ସନି ଦୁଧକୁ ହାତ ମାରିଦିଏ, କିନ୍ତୁ ସେ କିଛି ବି କୁହେନି। ମୁଁ ବହୁତ ଥର ତା ଦୁଧକୁ ଚିପିଛି ମଜାରେ ଖେଳିବା ସମୟରେ, ତେଣୁ ସେ କିଛି ଜାଣିପାରେ ନାହିଁ। ସେମାନେ ସବୁବେଳେ ଆମ ଘରେ ଗାଧନ୍ତି। ମୁଁ ଲୁଚିକି ସବୁବେଳେ ଦେଖେ ଆଉ ମୁଠି ମାରେ, ଆଉ ବେଳେବେଳେ ମୁଠି ମାରି ତା ବ୍ରା ଆଉ ଚଡ଼ିରେ ପକାଇ ଦିଏ। କିଛି ଦିନ ପରେ ତାଙ୍କର ଘର ଭାଙ୍ଗିଲେ ନୂଆ ଘର କରିବାକୁ, ତେଣୁ ସେମାନେ ସବୁ ଆମ ଘରେ ରହିଲେ। ମୁଁ ଭାବିଲି ଏଇଟା ହେଉଛି ସୁବର୍ଣ୍ଣ ସୁଯୋଗ ତାକୁ କହିବା ପାଇଁ। ଥରେ ରାତିରେ ସେମାନେ ସବୁ ଶୋଇଥିଲେ। ରାତି 2ଟାରେ ମୋର ନିଦ ଭାଙ୍ଗିଗଲା। ମୁଁ ତାଙ୍କ ରୁମକୁ ଯାଇକି ଦେଖିଲି ସେମାନେ କବାଟ ଦେଇନାହାନ୍ତି, କାରଣ ସେଦିନ ବହୁତ ଗରମ ଲାଗୁଥିଲା। ସନି ଗୋଟେ ଟପ୍ ପିନ୍ଧିକି ଶୋଇଛି, ଆଉ ମୁଁ ଯାଇ ସିଧା ତା ଦେହରେ ହାତ ମାରିଲି। ସେ ଉଠିଲାନି। ତାପରେ ମୁଁ ଜାଣିଲି ଯେ ସେ ପୁରା ନିଦରେ ଶୋଇଛି, ଆଉ ସମସ୍ତେ ବି ପୁରା ନିଦରେ ଶୋଇଛନ୍ତି। ମୁଁ ଡରି ଡରି ସନିର ଦୁଧରେ ହାତ ମାରିଲି। ଓଃ, କି ନରମ ଦୁଧ, ଖାଲି ଫୁଲିକି ରହିଥାଏ କଷି ଆମ୍ବ ଭଳିଆ। ସେତେବେଳକୁ ମୋ ବାଣ୍ଡ ଉଠିଗଲାଣି। ଖାଲି ଇଚ୍ଛା ହେଉଥିଲା ତା ବିଆରେ କେହି ଦେବାକୁ। ତାପରେ ତା ଟପ୍କୁ ଧୀରେ ଧୀରେ ଉପରକୁ ଟେକିଲି। ସେ ବ୍ରା ପିନ୍ଧିଥିଲା। ମୁଁ ତା ବ୍ରାକୁ ଆସ୍ତେ ଆସ୍ତେ ଉପରକୁ ଟେକିଦେଲି। ତା ଦୁଧକୁ ଚିପିଲି। ଓଃ, କି ମଜା ଲାଗୁଥିଲା। ତାପରେ ମୁଁ ତା ଚଡ଼ିକୁ ତଳକୁ କରି ତା ବିଆରେ ହାତ ମାରୁଥିଲି। ସେ ଉଠି ପଡ଼ିଲା ଆଉ ମୋତେ ଠେଲିଦେଲା, ଆଉ କହିଲା ମୁଁ ସମସ୍ତଙ୍କୁ କହିଦେବି। ତାପରେ ସେଦିନ ମୁଁ ତାକୁ ବହୁତ ବୁଝେଇଲି, ଆଉ କହିଲି ମୋର ଭୁଲ ହୋଇଯାଇଛି, ଆଉ କେବେ ଏମିତି କରିବିନି। ଆଉ ଗୋଡ଼ ଧରିଲି ତାର। ତାପରେ ସେ ମାନିଗଲା ଆଉ ଶୋଇପଡ଼ିଲା। ଆଉ ମୁଁ ଡରିକି ଶୋଇଲି, କାଳେ ସେ କହିଦେବ ବୋଲି କାହାକୁ। ମୁଁ ତାକୁ ନଜର ରଖୁଥିଲି। ତା ପରଦିନ ତାକୁ ଦେଖି ତା ଆଖିରେ ଆଖି ମିଶାଇ ପାରୁନଥାଏ, କିନ୍ତୁ ସେ କିଛି କହିଲାନି। ପୂର୍ବ ଭଳି ମୋ ସହ ମିଶିଲା। ତାପରେ ମୁଁ ଜାଣିଲି ତାର ବି ଏସବୁରେ ଇଚ୍ଛା ଅଛି। 1 ସପ୍ତାହ ଗଲା ପରେ ଦିନେ ମୁଁ ଏକା ଛାତ ଉପରେ ବସିଥାଏ। ସନି ଆସି ମୋ ପାଖରେ ବସିଲା, ଆଉ ଏମିତି କଥା ହଉ ହଉ ସେ ସେଇଠୁ ସେଇ ରାତିର କଥା ପଚାରିବାରେ ଲାଗିଲା। ସନି ତାପରେ କହିଲା, ସେଦିନ ରାତିରେ କ'ଣ କରୁଥିଲ? ମୁଁ କହିଲି, ନାଇଁ ତ, କିଛି ନାହିଁ। ସନି କହିଲା, ବାପାଙ୍କୁ କହିଦେବି। ମୁଁ ଡରିଗଲି ଆଉ ତାକୁ ସବୁ କହିଲି, ଆଉ କହିଲି ମୋର ଭୁଲ ହୋଇଗଲା। ସନି ତାପରେ କହିଲା, ମୁଁ କିଛି ଜାଣିନି। ତୁ ଯଦି ମୋ କଥା ନ ମାନୁ, ମୁଁ ସମସ୍ତଙ୍କୁ କହିଦେବି। ସେଦିନ ରାତିରେ ତୁ ମୋ ସହ କ'ଣ କରୁଥିଲୁ? ତାପରେ ମୁଁ କହିଲି, କ'ଣ ତୋର ଦରକାର? ସନି ତାପରେ କହିଲା, ସେଦିନ ତୁ ମୋର ଦେଖିଥିଲୁ, ଆଜି ମୋତେ ତୋର ଦେଖା। ତାପରେ ମୁଁ କହିଲି, କ'ଣ ଦେଖିବୁ? ସନି କହିଲା, ନ ଜାଣିଲା ପରି କ'ଣ ହେଉଛୁ? ଦେଖା, ନହେଲେ କହିଦେବି। ତାପରେ ମୁଁ କହିଲି, ତୁ ନିଜେ ଖୋଲି ଦେଖିନେ। ଫାଷ୍ଟ କହିଲା, ନାଇଁ ତୁ ଦେଖା। ତାପରେ ସେଇଠୁ ସେ ନିଜେ ମୋ ପ୍ୟାଣ୍ଟକୁ ଖୋଲିଲା। ସେତେବେଳକୁ ମୋ ବାଣ୍ଡ ପୁରା ହିଟ୍ ହେଇଗଲାଣି। ସେ ଦେଖିକି ଡରିଗଲା। ତାପରେ ମୁଁ କହିଲି, ଦେଖିଲୁ, ଯଦି ମୋର ହେଲା। ସିଏ ମୋ ବାଣ୍ଡକୁ ହାତରେ ଧରି ହଲାଇଲା। ବହୁତ ମଜା ଲାଗୁଥାଏ। କିଛି ସମୟ ପରେ ମୋର ବୀଜ ବାହାରିଗଲା। ସନି ଏସବୁ ଦେଖିକି କହିଲା, ଏଗୁଡ଼ା କ'ଣ? ମୁଁ ମୋବାଇଲରେ ଦେଖିଥିଲି। ମୁଁ କହିଲି, ଆକୁ ବୀର୍ଯ୍ୟ କୁହନ୍ତି। ତାପରେ ତାକୁ କହିଲି ମୋ ବାଣ୍ଡ ମୁହଁରେ ନେବାକୁ। ସେ ମନା କରୁଥିଲା, କିନ୍ତୁ ବହୁତ ବାଧ୍ୟ କଲାରୁ ସେ ମୋ ବାଣ୍ଡକୁ ଚୁଷିଲା। ସାଙ୍ଗମାନେ ମୋତେ ସେତେବେଳକୁ ସ୍ୱର୍ଗ ସୁଖ ମିଳୁଥିଲା। ପ୍ରାୟ 5 ମିନିଟ୍ ପରେ ତା ପାଟିରେ ମୋର ବୀର୍ଯ୍ୟ ସବୁ ଝରିଗଲା। ତାପରେ ମୁଁ ତାକୁ ତା ଦୁଧକୁ ଦେଖାଇବାକୁ କହିଲି। ସେ ତା ଡ୍ରେସ୍କୁ ଟେକି ଦେଖାଇଲା। ମୁଁ ସନିର ଦୁଧକୁ ମନ ଭରି ଦେଖିଲି, ଆଉ ଚିପିଲି। ଗୋଟେ ଦୁଧକୁ ଚିପିଲି, ଆଉ ଗୋଟେ ପାଟିରେ ପୂରେଇକି ଚୁଷୁମିଲି, ଆଉ ସେ ଖାଲି ଜୋର ଜୋରରେ ନିଶ୍ୱାସ ନେଉଥାଏ। ମୁଁ ଧୀରେ ଧୀରେ ତା ପ୍ୟାଣ୍ଟରେ ମୋ ହାତ ପୂରେଇ ତା ବିଆକୁ ସଲସଲ କଲି, ଆଉ ତା ବିଆରେ ଆଙ୍ଗୁଠି ପୂରେଇଲି। ବିଆ ବହୁତ ଟାଇଟ୍ ଥିଲା। ଆଙ୍ଗୁଠି ପଶାଇଲା ବେଳକୁ ପୁରା ଜାମ୍ ହୋଇଯାଇଥିଲା। ଏତିକିବେଳେ କିଏ ଜଣେ ଆସିବାର ଶବ୍ଦ ଶୁଭିଲା। ଆମେ 2 ଜଣ ସଙ୍ଗେ ସଙ୍ଗେ ଅଲଗା ହେଇଗଲୁ। ସିଏ ସେଇଠୁ ଚାଲିଗଲା, ଆଉ କହିଲା ରାତି 2ଟାରେ ଛାତ ଉପରକୁ ଆସିବାକୁ। ସେ ଗଲା ପରେ ମୁଁ ବାଥରୁମକୁ ଯାଇ ତା ବିଆର କଣା ଆଉ କେତେ ଛୋଟ ବିଆ ଆକାର ବିଷୟରେ ଭାବିକି ହଲେଇଲି। ସେଦିନ ରାତିରେ ମୁଁ ଶୋଇପଡ଼ିଲି, ଆଉ ମୋର ନିଦ ଭାଙ୍ଗିଲାନି। ତା ପରଦିନ ସେ ସକାଳୁ କହିଲା, ତୁ କାଲି ଛାତକୁ ଆସିଲୁନି କି? ମୁଁ ମନା କଲି। ସେ କହିଲା, ଭଲ ହେଲା ଆସିଲୁନି।
ମୁଁ ବି କାଲି ଶୋଇପଡ଼ିଲି। ମୋର ମନ ନଥିଲା। ସେ ସେଇଠୁ କହିଲା, ହଉ ଆଜି କିନ୍ତୁ ଆସିବୁ। ମୁଁ ହଁ କଲି ଆଉ ସ୍କୁଲ ଗଲି। କିନ୍ତୁ ମୋର ଜମା ବି ସ୍କୁଲରେ ମନ ଲାଗୁନଥିଲା। ଯାହା ବି ପଢ଼ା ହେଉଥିଲା ମୁଁ କିଛି ଜାଣିପାରୁନଥିଲି। ସନି ମୋ ତଳ କ୍ଲାସରେ ପଢ଼ୁଥିଲା। ସେଦିନ ସ୍କୁଲରେ ସେମିତି କଟିଗଲା। ଆଉ ଘରକୁ ଆସି ରାତିରେ ଖାଇକି ସବୁ ଶୋଇଲେ। କିନ୍ତୁ ମୋତେ ନିଦ ଲାଗୁନଥାଏ। ସନି କଥା ମନେ ପଡ଼ୁଥାଏ। କେମିତି ଆଜି ତାକୁ କେହିବି ସେଇ କଥା ଖାଲି ଭାବୁଥାଏ। ତାପରେ ରାତି 2ଟାରେ ମୁଁ ଛାତକୁ ଗଲି। ସେ ଆସିନଥିଲା। ମୁଁ ତ ଭାବିଲି ସେ ଆସିବନି। କିନ୍ତୁ କିଛି ସମୟ ପରେ ସେ ଆସିଲା। ଆଉ ଆସୁ ଆସୁ ମୋତେ କିସ୍ କରି ପକାଇଲା। ମୁଁ ତା ଦୁଧକୁ ଚିପିଲି ଆଉ କିସ୍ କରୁଥାଏ। କିସ୍ କରୁ କରୁ ତାର ସବୁ ଡ୍ରେସ୍ ଖୋଲିଦେଲି। ଆଉ ସେ ଖାଲି ବ୍ରା ଆଉ ପେଣ୍ଟିରେ ଥାଏ। ମୁଁ ବି ସବୁ ମୋର ଡ୍ରେସ୍ ଖୋଲିଦେଲି। ସେ ମୋ ବାଣ୍ଡକୁ ଚୁଷିଲା। ମୁଁ ତାକୁ ପୁରା ଲଙ୍ଗଳା କରିଦେଲି ଆଉ ତା ଦୁଧକୁ ଖାଇଲି। କିଛି ସମୟ ପରେ ତାକୁ ତଳେ ଶୋଇଦେଲି। ତା ବିଆକୁ ଚାଟିଲି। ମୁଁ ଆଗରୁ ଛାତରେ ଜାଣିକି ଗୋଟେ ସପ ପକାଇ ରଖିଥିଲି। ମୁଁ ତାପରେ ବୁଲିଗଲି ଆଉ ଆମେ 69 ପୋଜରେ ଥିଲୁ। ସେ ମୋ ବାଣ୍ଡକୁ ଚୁଷୁମିଲା ଆଉ ମୁଁ ତା ବିଆକୁ ଚାଟୁଥିଲି। ତାପରେ ସେ କହିଲା, ଆଉ ସମ୍ଭାଳି ହଉନି, ଜଲ୍ଦି ପୁରା କିଏ ଆସିଯିବ ଯଦି ଆମେ ଧରା ପଡ଼ିଯିବା। ଏଇ ଭିତରେ ସେ ଥରେ ଆଉ ମୁଁ ଥରେ ଝଡ଼ି ସାରିଥିଲୁ। ତା ବିଆ ସେତେବେଳକୁ ଖାଲି ନାଳ ପଚ ପଚ ହେଇଯାଇଥିଲା। ମୁଁ ତାପରେ ତା ବିଆରେ ମୋ ବାଣ୍ଡକୁ ଘଷିଲି। ସେ ଖାଲି ଆ ହଉଥାଏ। ମୁଁ ଡେରି ନ କରି ମୋ ବାଣ୍ଡ ତା ବିଆରେ ପଶେଇବାକୁ ଚେଷ୍ଟା କଲି। ତା ବିଆ ବହୁତ ଟାଇଟ୍ ଥିଲା। ଗୋଟେ ଧକ୍କାରେ ଅଧା ପଶୁଥିଲା ପୁଣି ଖସି ଯାଉଥିଲା। ମୁଁ ଟିକେ ଜୋର ଦେଇକି ପଶେଇଲା ବେଳକୁ ସେ ଖାଲି ହେଇକି ମୋ ଜଙ୍ଘକୁ ଠେଲି ପକାଉଥିଲା। ସେଥିପାଇଁ ମୋତେ ବିଆର ମେନ୍ କଣା ଭିତରକୁ ପଶେଇବାକୁ ସହଜ ଲାଗୁନଥିଲା। ସେ କାନ୍ଦିଲା ଭଳି ହେଇକି କହିଲା, ଜଲ୍ଦି କାଟୁଛି। ମୁଁ କିନ୍ତୁ ତା ଓଠକୁ କିସ୍ ଦେଇ ଚୁଷୁମି ଚାଲିଲି। ବାଣ୍ଡ ସେମିତି ବିଆ ଭିତରେ ପଶେଇକି ମୁଁ ରଖିଥାଏ। କିଛି ସମୟ ପରେ ସେ ଶାନ୍ତ ହେଲା ପରେ ମୁଁ ଧୀରେ ଧୀରେ ଗେଇଲି ଆଉ ମୋର ବି ସ୍ପିଡ୍ ବଢ଼ିଲା। ସେ ଖାଲି ହଉଥାଏ। 10 ମିନିଟ୍ ପରେ 2 ଜଣ ଯାକର ଏକାବେଳେ ବାହାରିଗଲା। ମୁଁ ଡରିକି ମୋ ବାଣ୍ଡକୁ ବାହାରକୁ ଆଣି ପକେଇଲି। ସନି ହେଲେ ଆଖି ବନ୍ଦ କରିକି କରେ କହିକି ପେଟ ଖାଙ୍କିଲେଇ ମୋ ବାଣ୍ଡର ଛତୁ ଭଳିଆ ମୁଣ୍ଡିକୁ ତା ବିଆରେ ଘଷି ଚାଲିଥାଏ। ଆଉ ତାପରେ ସନିର ବିଆ ମେଲେଇକି ଦେଖିଲା ବେଳକୁ ବିଆରେ ଖାଲି ବ୍ଲଡ଼ ଲାଗିଥାଏ। ସେ ଡରିଗଲା। ମୁଁ ବୁଝେଇଲି ତାକୁ ଆଉ 2 ଜଣ ଯାକ ବାଥରୁମକୁ ଯାଇ ଧୁଆଧୋଇ ହେଇ ଆସିଲୁ। ନେକ୍ସଟ ପାର୍ଟରେ କହିବି କେମିତି ଘରେ କେହି ନଥିଲା ବେଳେ ଆମେ ମଜା କଲୁ। ଆଉ ମୁଁ ତା ବିଆରେ ଗେହିଲି ଯେ ସେ ସମ୍ଭାଳି ପାରିଲାନି। ସେଥିପାଇଁ ତା ଗାଣ୍ଡିରେ ତେଲ ଲଗେଇକି ଗେହିଥିଲି। ସାଙ୍ଗମାନେ ଯଦି ଏଇଭଳି ନୂଆ ନୂଆ କାହାଣୀ ଶୁଣିବାକୁ ଚାହୁଁଛନ୍ତି ତାହେଲେ ଏବେ ହିଁ ଭିଡ଼ିଓର ତଳେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଆଉ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ, ଯାହାଫଳରେ ଆପଣମାନେ ଏଇଭଳି ନୂଆ ନୂଆ ଭିଡ଼ିଓ ସର୍ବପ୍ରଥମେ ଶୁଣିପାରିବେ। ରହୁଛି, ଧନ୍ୟବାଦ।